ଗତକାଲି ଗୁରୁ ପୂର୍ଣ୍ଣିମା ଥିଲା। ଆଉ ସକାଳୁ ମୁଁ ବହୁତ ଖୁସି ଥିଲି। କାହିଁକି ଜାଣିଛନ୍ତି? 5 ମାସର ପ୍ରଚେଷ୍ଟା ପରେ ମୁଁ ମୋର 2 ନାତି ପୁଅ ଆଉ ୟାଙ୍କ ସହିତ ମୋର ଗୋଟିଏ ବହୁ ଅଭିଳଷିତ ସ୍ଥାନକୁ ଯିବାର ସୁଯୋଗ ପାଇଥିଲି। ସମସ୍ତଙ୍କୁ ଧରି ଗଲାବେଳେ ବହୁତ କଥା ମନକୁ ଆସୁଥିଲା। ବୋଧେ 1975 କି 76 ମସିହା ହେବ ମୁଁ ଏଇ ଜାଗାକୁ ଯାଇଥିଲି। ପୁଣି କାହା ସାଙ୍ଗରେ ଜାଣନ୍ତି? ମୋ ବାପାଙ୍କ ସାଙ୍ଗରେ। ମୋ ବାପାଙ୍କ ସାଙ୍ଗେ ମୁଁ ବହୁତ ଆଡ଼େ ବୁଲିଛି। ସେ ଯୁଆଡ଼େ ଯାଆନ୍ତି ମୋତେ ସାଙ୍ଗରେ ନେଇଯାଆନ୍ତି। ତେଣୁ ମୁଁ ଏଇଠିକି ହିଁ ଯାଉଥିଲି। ବାଟରେ ଗଲାବେଳେ ପିଲାମାନେ କହିଲେ ଆମେ ଟିକେ ଆଖୁ ରସ ପିଇବୁ। ଠିକ୍ ଅଛି, ଘରୁ ତ ଜଳଖିଆ ଖାଇ ବାହାରିଥିଲୁ। ତେଣୁ ମୋତେ ବି ଆଖୁ ରସ ଭଲ ଲାଗେ। ଆଖୁ ରସ କ'ଣ, ଯାହା ମିଠା ତାହା ଭଲ ଲାଗେ। ଟିକେ ଡେରି ହେଲା ବାହାରିବା। ଆମେ ପହଞ୍ଚିଲା ବେଳକୁ ଠାକୁରଙ୍କର ପୂଜାର୍ଚ୍ଚନା ଆରମ୍ଭ ତ ସକାଳୁ ହୁଏ, ଦ୍ୱିତୀୟ ଅଧିବେଶନ ବି ଆରମ୍ଭ ହୋଇଯାଇଥିଲା। ଯାହା ବି ହେଉ, ଏଇ ଜାଗାରେ ପହଞ୍ଚିବା ପାଇଁ ଯିଏ ମୋର ମାଧ୍ୟମ ଥିଲେ, ମୁଁ ଭାବିଲି ପ୍ରଥମ ମାଧ୍ୟମ ଥିଲେ ବାପା, ଆଉ ଦ୍ୱିତୀୟ ମାଧ୍ୟମ ଥିଲେ ଜଣେ ନାତି, ଯିଏ ମୋତେ ସବୁବେଳେ ଫୋନ୍ କରି ତାଗିଦା କରୁଥିଲେ, ମା ଆସ। ଆଉ ମୁଁ ତାଙ୍କୁ ସବୁବେଳେ କହୁଥିଲି, ବାପାରେ ମୋର ତ ଯିବା ପାଇଁ 16ପଣ ଇଚ୍ଛା। ଏଇ ପରା ସେଇ ମୋ ନାତି, ତାଙ୍କ ନାଁ ପରେ କହିବି। ସେ ମୋତେ ବାରମ୍ବାର ତାଗିଦା କରି ଫୋନ୍ କରୁଥିଲେ, ଆଜି ୟା ହେବ, କାଲି ତା ହେବ, ଆଜି ଆସନ୍ତୁ, ନହେଲେ ଆର ଦିନ ଏଇ ତାରିଖରେ ଆସନ୍ତୁ। ସବୁବେଳେ କହୁଥିଲେ। ଆଉ ମୁଁ ବଡ଼ ଅସହାୟ ହୋଇପଡ଼ୁଥିଲି। କିଏ ଟିକେ ନେଇଯିବେ। ପିଲାମାନେ ତାଙ୍କର ସମୟ ସୁବିଧା ସବୁକୁ ଅପେକ୍ଷା କରି କରି 5 ମାସ ଅତିକ୍ରାନ୍ତ ହୋଇଗଲା। ଆଉ ଠିକ୍ ଗୁରୁ ପୂର୍ଣ୍ଣିମାରେ ହିଁ ମୁଁ ସେଠିକି ଯିବାର ସୁଯୋଗ ପାଇଲି। ବହୁତ ଖୁସି ଲାଗୁଥିଲା। ମୋ ଗୁରୁ ପୀଠକୁ ମୁଁ ଗୁରୁ ପୂର୍ଣ୍ଣିମାରେ ଯିବି। ଏଇଟା କ'ଣ ମୋ ପାଇଁ ଗୋଟେ ସୌଭାଗ୍ୟ ନୁହେଁ? ଏଇ ମୋର ଗୁରୁ ପରମାରାଧ୍ୟ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ପରମହଂସ ଦେବ। ତାଙ୍କ ବିଷୟରେ ମୁଁ କ'ଣ କହିବି? କହିପାରିବିନି କିଛି। କେବଳ ତାଙ୍କ ଭାଷା ଗୋଟିଏ ଧାଡ଼ି ଯେ ତୁମେମାନେ ମୋତେ ଟିକେ ଭଲ ପାଅ। ସତରେ ଜାଣିନି କାହିଁକି, ଜାଣିନି ବି କେଉଁ ରୂପରେ, କିନ୍ତୁ ଏକଥା ସତ, ମୁଁ ତାଙ୍କୁ ବହୁତ ଭଲ ପାଏ। ବହୁତ ଭଲ ପାଏ। ଟିକେ ନୁହେଁ, ବହୁତ ବେଶୀ ଭଲ ପାଏ। ଆଉ ସବୁବେଳେ ଅନୁଭବ କରେ ଯେ ତାଙ୍କ ବିନା ଏ ଜୀବନ ମୋର ଏମିତି ଗତିରେ କେବେ ହେଲେ ଚାଲିନଥାନ୍ତା। ହେଲେ ଏଇ ଠାକୁରଙ୍କ ପାଖକୁ ମୋତେ ଯିଏ ନେଇଗଲେ, ମୋର ସ୍ଥୂଳ ଗୁରୁ ଶ୍ରୀମତ୍ ସ୍ୱାମୀ ତ୍ରିଗୁଣାନନ୍ଦ ସରସ୍ୱତୀ ଦେବ, ସେ ବି ମୋ ପାଇଁ ଆଉ ଗୋଟିଏ କ'ଣ କହିବି, ମୁଁ ପରା କହିପାରୁନି। ମୋ ଜୀବନର ଯେଉଁ ଦିଗବାରିଣୀ କହିବି ନା ଗୁରୁ କହିବି ନା କ'ଣ କହିବି ମୁଁ ଜାଣିପାରୁନି। ସେ ହିଁ ମୋ ଜୀବନରେ ଆବିର୍ଭୂତ ହେଇ ମୋ ଜୀବନର ଗତିକୁ ବଦଳାଇ ଦେଇଥିଲେ। ମୁଁ ଜନ୍ମ ପୂର୍ବରୁ ମୋ ବାପା ମା ଠାକୁରଙ୍କର ଆଶ୍ରିତ ଥିଲେ। ମୁଁ ଯେତେବେଳେ ବାହା ହେଇକି ଆସି ବହୁତ ଜଞ୍ଜାଳରେ ପଶିଗଲି, ମୋର ଯାଆଁଳା ପିଲା, ଗାଁ ଘରର ଚଳଣି, ବିଲ ବାଡ଼ି, ଗାଈ ଗୋରୁ ନେଇକି ସଂସାର, ଏସବୁରେ ଯେତେବେଳେ ମୁଁ ପଶିଗଲି, ମୁଁ ବ୍ୟସ୍ତ ବିବ୍ରତ ହେଇଗଲି। ତା ସହିତ ମୋର ତ ଚାକିରି ବି ଥିଲା। ମୋର ପୁଣି ଯାଆଁଳା ପିଲା ଯୋଡ଼ିଏ। ମୁଁ ବ୍ୟସ୍ତ ହୋଇ କହିଥିଲି ବାବାଙ୍କୁ, ମୋର ସ୍ଥୂଳ ଗୁରୁଙ୍କୁ, ବାବା ମୁଁ ଏଠି ରହିପାରିବିନି। ସେ କହିଲେ ନା, ତୋତେ ଏଇଠି ରହିବାକୁ ହେବ, ମାନେ ବର୍ତ୍ତମାନ ମୁଁ ଯେଉଁଠି ଅଛି। ମୁଁ କହିଲି ମୁଁ ଯଦି ଏଇଠି ରହିବି ତାହେଲେ ମୁଁ ଚାକିରି ଛାଡ଼ିଦେବି। ମୋର ଧାରଣା ଥିଲା ବାବା କହିବେ ହଉ ତାହେଲେ ବାହାରେ ଯାଇ କେଉଁଠି ରହ। ଆଉ ଚାକିରି ଛାଡ଼ିଦେବାକୁ ବି ବାବା ମୋତେ କହିବେ ଯେ ଯଦି ଏଠି ଚାକିରି କଲେ ରହିପାରିବୁନି ତାହେଲେ ତୁ ଚାକିରି ଛାଡ଼ିଦେ। ମୁଁ ଏଇଟା କେବେ ହେଲେ ଭାବିନଥିଲି। ବାବାଙ୍କ ଆଦେଶ ପାଳନ କରୁଥିଲି ସତ, ଭିତରେ ସବୁବେଳେ ଅଭିମାନ କରୁଥିଲି। ଆଉ ମୁହେଁ ମୁହେଁ ତ ସବୁବେଳେ ମୁଁ ବାବାଙ୍କୁ ଗାଳି ଗୁଲଜ ବି କରୁଥିଲି। ସେ ସମ୍ପର୍କର ବର୍ଣ୍ଣନା ମୁଁ ଦେଇପାରିବିନି। କେବଳ ଆମର ଏଇ ଗୁରୁ ପରିବାର ଅନ୍ତର୍ଭୁକ୍ତ ଯେଉଁମାନେ ଆମେ ନିଜେ ଅଙ୍ଗେ ଲିଭେଇଛୁ ଜୀବନରେ ଗୁରୁଙ୍କର ଭୂମିକା କ'ଣ, ସେଇମାନେ ହିଁ ମୋ କଥାର ସତ୍ୟାସତ୍ୟ ଉପଲବ୍ଧି କରିବେ। ସେଠି ପ୍ରାର୍ଥନା ପରେ ପରେ ସମସ୍ତେ ଯାଇକି ଠାକୁରଙ୍କୁ ପୁଷ୍ପାର୍ପଣ କରୁଥିଲେ। ମୋତେ ଆହୁରି ଖୁସି ଲାଗିଲା, ବହୁତ ଭଲ ଲାଗିଲା ଆଶ୍ରମର ଶୃଙ୍ଖଳା। 50 ମସିହାରୁ ଏ ଆଶ୍ରମଟି, ମୁଁ ବୋଧହୁଏ 76-77 ମସିହାରେ ବାପାଙ୍କ ସହିତ ଏଠିକି ଯାଇଥିଲି। ମନେ ରହିଯାଇଛି ଏଇଥିପାଇଁ ଯେ ଯେତେବେଳେ ମୁଁ ଜୋବ୍ରା କ୍ରସ୍ କରେ ସେତିକିବେଳେ ଠାକୁରେ ମୋ ଆଖିରେ ନାଚି ଯାଆନ୍ତି। କି ଦିବ୍ୟ କାନ୍ତି ମୂର୍ତ୍ତି। ଆଉ ମୋର ମନେ ପଡ଼ିଯାଏ ମୁଁ ବାପାଙ୍କ ସାଙ୍ଗେ ଏଠି ଆସିଥିଲି। ହାତ ଯୋଡ଼ି ପ୍ରଣାମ କରେ। କିନ୍ତୁ ଆଉ ଥରେ କେବେ ସେଠିକି ମୁଁ ଯିବି ଏକଥା ମୁଁ ଭାବିନଥିଲି।
ସବୁବେଳେ ଆଉ ଗୋଟିଏ କଥା ବି ଭାବେ, ଏ ପରିଣତ ବୟସରେ ମୁଁ ୟୁଟ୍ୟୁବ୍ କଲି, କେମିତି କ'ଣ ହେଲା, କେମିତି ପିଲାମାନେ ମୋତେ କହିଲେ ଆଉ ମୁଁ ତାଙ୍କ କଥାରେ ସମ୍ମତ ହେଇକି ଏଇ କାମ କଲି, ସେଇ ଠାକୁର ହିଁ ଜାଣନ୍ତି। କିନ୍ତୁ ତା ଦ୍ୱାରା ମୁଁ କେତେ କ'ଣ ଯେ ଫେରି ପାଉଛି ସେଇଟା ବର୍ଣ୍ଣନା କରିପାରିବିନି। ଆଜି ତ ଏଇ ୟୁଟ୍ୟୁବ୍ ଯୋଗୁଁ ହିଁ ଯାଇ ମୁଁ ପୁଣି ଏଇଠି ପହଞ୍ଚିଗଲି। କେବେ ଭାବିନଥିଲି ମୋ ସ୍ୱାମୀକି କହିବି କି ମୋ ପୁଅକୁ କହିବି ମୁଁ ଟିକେ ଯୋବ୍ରା ଆଶ୍ରମକୁ ଯିବି, ନା କେବେ ବି କହିନି। ଅଥଚ ସେଇଠୁ ଜଣିଏ ନାତି ମୋତେ ମା ବୋଲି ସମ୍ବୋଧନ କରିକି ମୋତେ ବାରମ୍ବାର ସେଠିକି ଡାକିଲେ। ଆଉ ଶେଷରେ ମୁଁ ପୁଣି ଯାଇ ସେଇଠି ବି ପହଞ୍ଚିଗଲି। ସବୁ ପୂଜାର୍ଚ୍ଚନା ପରେ ମୁଁ ଟିକେ ନିକଟକୁ ଆସି ଠାକୁରଙ୍କୁ ପ୍ରାର୍ଥନା କଲି। ମୁଁ ଗୁରୁବାଦରେ ବିଶ୍ୱାସ କରେ, ସବୁ ଗୁରୁଙ୍କୁ ମୁଁ ସମ୍ମାନ କରେ। ସେଇଟା ତ ମୋତେ ମୋ ଗୁରୁ ହିଁ ଶିଖେଇଛନ୍ତି। ଯେମିତି ବାପା ଚିରଦିନ ବାପା, କିନ୍ତୁ ଆଉ ସମସ୍ତେ ବି ତ ସମ୍ମାନୀୟ। ଠିକ୍ ସେଇଭଳି ଏ ଭଉଣୀମାନେ ମୋତେ ଅଯାଚିତ ସ୍ନେହ ଦେଲେ। ଆମଠି ଚିହ୍ନା ପରିଚୟ କ'ଣ? ଆମେ ପରା ସବୁ ଗୁରୁ ଭଉଣୀ। ଆଉ ଦେଖୁନାହାନ୍ତି ଟିକିଏ ଗପସପ କରିଛୁ କି ନାହିଁ, ଖାଇବା ଆରମ୍ଭ ହୋଇଗଲା। ଏ କୁନି ପିଲା ଦେଖନ୍ତୁ କେମିତି ଚମତ୍କାର ଭାବରେ ପାଣି ପକାଉଛି ଖଲି ଧୋଇବାକୁ। ମୁଁ ତ ମୋ ନାତି ଦିହିଁଙ୍କୁ ନେଇକି ଯାଇଥିଲି, ମୁଁ ଦ୍ୱିତୀୟ ବ୍ୟାଚ୍ରେ ବସିଥାନ୍ତି। କାହିଁକି? ଭଉଣୀମାନଙ୍କର ସ୍ନେହ, ତାଙ୍କ ସହିତ ଦୁଃଖ ସୁଖ ଅନ୍ତରଙ୍ଗତା ମୋତେ ବହୁତ ଭଲ ଲାଗୁଥିଲା। ହେଲେ ଛୋଟ ପିଲା ଦିହେଁ କହିଲେ, ବୋଉ ଆମକୁ ଭୋକ ଲାଗିଲାଣି। ସେମାନଙ୍କୁ ଖୁଆଇଦେବା ଉଦ୍ଦେଶ୍ୟରେ ମୁଁ ଗଲି। ମୁଁ ନ ଗଲେ ସେ ଦିହେଁ କ'ଣ ଖାଇପାରିବେ? ଆମ ଗୁରୁ ପରା ଶିଖେଇଛନ୍ତି, ସର୍ବପ୍ରଥମେ ଆମେ ମାଆମାନଙ୍କର ଧର୍ମ ହେଲା ପରିବାର ପ୍ରତି ନିଘା ରଖିବା। ଛୁଆ ଦିହିଁଙ୍କ ଖାଇବା ନ ବୁଝି ମୁଁ କେମିତି ଏଇଠି ଭାବ ଆଦାନ ପ୍ରଦାନ କରିବି? ତେଣୁ ମନକୁ ବାନ୍ଧି ଦେଇ ମୁଁ ବି ଯାଇ ଧାଡ଼ିରେ ବସି ଖିଆପିଆ କଲି। ସବୁବେଳେ ଠାକୁରେ ତାଙ୍କ ଭକ୍ତମାନଙ୍କୁ ଦିବ୍ୟ ଭୋଜନ ହିଁ ଦେଇଥାନ୍ତି। ଆଜି ପର୍ଯ୍ୟନ୍ତ ଯେତେ ଆଶ୍ରମରେ ଖାଇଛି କି ଦିବ୍ୟ ଭୋଜନ, ଭାରି ଶାନ୍ତି ଲାଗେ। ତରବର ହେଇ ଖାଇଦେଇ ଟିକେ ବଗିଚା ଆଡ଼େ ପଳେଇ ଆସିଲି। ଛୁଆଗୁଡ଼ାଙ୍କୁ ସାଙ୍ଗରେ ନେବାକୁ ଡର ଲାଗୁଛି, ଦୁଷ୍ଟାମି କରିବେ, କେଉଁଠୁ କାଳେ ଫୁଲ ଛିଣ୍ଡେଇ ଦେବେ। ଅବଶ୍ୟ ସେତେ ବେଶୀ ଦୁଷ୍ଟ ନୁହନ୍ତି ପିଲା ଦିହେଁ, ତଥାପି ଛୋଟ ପିଲା ତ। ଆଉ ଆଶ୍ରମକୁ ଗଲେ ମୁଁ ତ ନିଜେ ଗୋଟେ ଛୋଟ ପିଲା ହେଇଯାଏ। ଏଇପରା ଆସନ ମନ୍ଦିର ମହାନଦୀ କୂଳରେ, କି ସୁନ୍ଦର ସେ ପରିବେଶ। ଇଚ୍ଛା ହେଉଥିଲା ଆଉ ଟିକେ ରହିଯାଆନ୍ତି କି, ଆଉ ଟିକେ ବୁଲନ୍ତି। ପଚାରି ପାରିଲିନି ଆଶ୍ରମରେ ଗାଈ ଅଛି ନା ନାହିଁ, କାହାକୁ ପଚାରିବି? ସମସ୍ତେ ଆଜି ବ୍ୟସ୍ତ। ଫୁଲ ବଗିଚାରେ ନିଜେ ନିଜେ ଟିକେ ବୁଲିଲି। ସୁନ୍ଦର ସୁନ୍ଦର ଫୁଲ। ଯେବେ ଯାଇଥିଲି କୋକିଳାମୁଖ ସେଇଠି ବି ଦେଖିଥିଲି। ଯେଉଁଠି ଠାକୁରେ ଥାଆନ୍ତି, ଯେଉଁଠି ଠାକୁରଙ୍କର ଆସ୍ଥାନ ଥାଏ, ସେଠିକାର ଗଛ ପତ୍ର ବଗିଚା ସବୁ ଯେମିତି ଜୀବନ୍ତ, ହସ ହସ। ଆଉ ଏ ମାଆ ମାନେ ଯିଏ ଆମେ ସବୁ ବହୁତ ଆପଣାର ହେଇଗଲୁ ଅଳ୍ପ ସମୟରେ, ସେମାନଙ୍କୁ ଛାଡ଼ି ଆସିବାକୁ ବି ଭାରି କଷ୍ଟ ଲାଗୁଥିଲା। ଭାବୁଥିଲି ମୁଁ ଆଉ ଟିକେ ରହନ୍ତି ଆଶ୍ରମରେ, ଆଉ ଟିକେ ଅନ୍ତରଙ୍ଗ ହେଇଯାଆନ୍ତି ମାଆମାନଙ୍କ ସାଙ୍ଗରେ। ଭାବିଛି ଆଉ କେବେ ଥରେ ନିଶ୍ଚୟ ଯିବି। ଇଏ ହେଉଛନ୍ତି ମୋ ସେଇ ନାତିର ମାଆ, ମାନେ ମୋର ଝିଅ। ମୋତେ ତାଙ୍କରି ପୁଅ ହିଁ ଏଠିକି ନେବା ପାଇଁ ପ୍ରେରଣା ଦେଇଥିଲା। ଆଉ ସବୁବେଳେ ମୋତେ ମନେ ପକାଇ ଦେଉଥିଲା ଯେ ଦିନେ ମୋତେ ଯୋବ୍ରା ଯିବାକୁ ହେବ, ସେଠିକାର ଆସନ ମନ୍ଦିରକୁ, ଯାହା ଆମର ବହୁ ପୁରାତନ। 50 ମସିହାରୁ ଏ ଆଶ୍ରମଟି ଏଠି ଅଛି। ଆଉ ଏବେ ତାର 75ତମ ଦିବସ ପାଳନ ହେବ ଆଗକୁ। ଭାବିଛି ତ ଯିବି ବୋଲି, ହେଲେ ଗୁରୁକୃପା ନହେଲେ କୁଆଡ଼େ କ'ଣ ଯାଇ ହୁଏ? ଭଉଣୀମାନଙ୍କୁ ସମସ୍ତଙ୍କୁ କହିଛି, ଠାକୁରଙ୍କୁ ନିବେଦନ କରୁଛି। ଏଇପରା ନୀଳାଚଳ ସାରସ୍ୱତ ସଂଘ ପୁରୀ ତରଫରୁ କଟକ ସାରସ୍ୱତ ସଂଘର ଏ ଆଶ୍ରମଟି। ମୋତେ ସେଇ ନାତି ମୋର ଦେଲେ ଗୁରୁଗୀତା ବହିଟିଏ ଉପହାର, ତାକୁ ମୁଁ ନେଇ ଆସିଛି, ପଢ଼ିବି। ଆଉ ସବୁବେଳ ପାଇଁ ଏତେ ବଡ଼ ମାଧ୍ୟମ ହେଇଥିବାରୁ ମୋର ଏଇ ନାତିଙ୍କୁ ମୁଁ ନିଶ୍ଚୟ ମନେ ରଖିବି।